ନବୀନ ବାବୁ ପୁରୀ ଜଗନ୍ନାଥ ଟେମ୍ପୁଲ ଚାରିପଟ କ୍ଲିନ କରିଦେଇଛନ୍ତି, ସୁନ୍ଦର କରିଦେଇଛନ୍ତି। ମୋର ପାସ ଦରକାର ପଡେନି, ମୁଁ ନିଜେ ସେବାୟତ ଆଉ ପାଇକ ସେବାୟତ। ଆମେ ସୁର ଭାଇ ଏଠି ଆଇଲେ ଜଗନ୍ନାଥ କେମିତି ଶାନ୍ତିରେ ଯିବେ, ରଥ ଶାନ୍ତିରେ ଚାଲିବ, ଲୋକମାନେ ଭିଡିବେ, ବିଶ୍ୱବାସୀ ଅନେଇଛନ୍ତି, ସମୟ ଜାଣନ୍ତି। କିନ୍ତୁ ଗୋଟିଏ ଭୁଲ କରିଛନ୍ତି ସରକାରୀ ଦଳ ବିଜେପି 800 ପାସ ଦେଇଛନ୍ତି, କଂଗ୍ରେସ କୁ 4ଟା ଦେଇଛି। ମୋର ପାସ ଦରକାର ପଡେନି, ମୁଁ ନିଜେ ସେବାୟତ ଆଉ ପାଇକ ସେବାୟତ। ଆମେ ଆରେ ଯେତେ ଖୋର୍ଦ୍ଧା ଫୋର୍ଦ୍ଧା ଅଞ୍ଚଳରେ ଯୋଉ କଳା ମୁଗୁନି ପଥର, ଇଏ କାଙ୍ଗଡା ପଥର, ମୋରମ ବାଲି, ଏସବୁ ଆମର ନା। ଆଉ ଆମେ ଜଗନ୍ନାଥଙ୍କୁ ଦେଇଛୁ, ତାଙ୍କର ଆମେ ଉପଭୋଗ କରୁ, ସେଇଠୁ ପଇସା ଆସେ ନା। ଆଉ କୋଟି କୋଟି ଟଙ୍କା। ଆଉ ବିନା ପାସରେ ମୁଁ ଯାଇଛି। ଆଉ ମତେ ସମସ୍ତେ ଦେଖିଛନ୍ତି, ସେ ଦେଖିଛନ୍ତି ଯେ ଆମରି ଭଳିଆ ଇଏ ଏବେ ଭୋଇ ମାନଙ୍କୁ କହୁଛି ଉଠ ଜଲ୍ଦି ଚାରା ଖୋଲ, ଏ ଘୋଡା ବାନ୍ଧ, ମହାରାଣ କହୁଛନ୍ତି, ଆଙ୍କୁ ବାମୁଣ କହୁଛନ୍ତି ଚାଲ। ସେ ଦେଖନ୍ତି ମୂଳରୁ, ଆଜି ନୁହଁ। ସୁର ଭାଇ ଏଠି ଆଇଲେ ଜଗନ୍ନାଥ କେମିତି ଶାନ୍ତିରେ ଯିବେ, ରଥ ଶାନ୍ତିରେ ଚାଲିବ, ଲୋକମାନେ ଭିଡିବେ, ବିଶ୍ୱବାସୀ ଅନେଇଛନ୍ତି, ସମୟ ଜାଣନ୍ତି। ଏକଦମ ଭିତ୍ତିହୀନ। କୋଉଟା କିଏ ନା, ନବୀନ ବହୁତ କାମ କରିছে, କାହିଁ ନିନ୍ଦିବା। ନବୀନ ବାବୁ ପୁରୀ ଜଗନ୍ନାଥ ଟେମ୍ପୁଲ ଚାରିପଟ କ୍ଲିନ କରିଦେଇଛନ୍ତି, ସୁନ୍ଦର କରିଦେଇଛନ୍ତି। ଅନ୍ୟମାନଙ୍କ ସହିତ, କର୍ମଚାରୀ ମାନଙ୍କ ସହିତ, ଦଇତାପତି ଯେତେ ବ୍ରାହ୍ମଣଙ୍କ ସହିତ ଏ ଯୋଉ ଡିସିପ୍ଲିନ ଭାଙ୍ଗିଛି, ଏ ଯୋଉ ଅସୁବିଧା ସୃଷ୍ଟି ହେଇଛି, କେବଳ ବିଚରା ମୋହନ ମାଝୀ 4 ଥର ରିଭ୍ୟୁ କରିଛି। ଲ ମିନିଷ୍ଟର ପୃଥ୍ୱୀରାଜ ହରିଚନ୍ଦ୍ର 3 ଥର କରିଛନ୍ତି, କମିଶନର କରିଛନ୍ତି ରିଭ୍ୟୁ, ଡିଜି କରିଛନ୍ତି ରିଭ୍ୟୁ, ଚିଫ ସେକ୍ରେଟାରୀ କରିଛନ୍ତି ରିଭ୍ୟୁ, 27 ଥର ରିଭ୍ୟୁ ମିଟିଂ ବହିଛି, ସବୁ ଆରେଞ୍ଜମେଣ୍ଟ ହେଇଛି। ମୁଁ ଜାଣିବାରେ ଯେତିକି, ମୋର 71 ବର୍ଷର ଅଭିଜ୍ଞତା, ମୋହନ ମାଝୀଙ୍କର ଏତେ ନାହିଁ। ସେ ବହୁତ ଖଟିଛନ୍ତି, ସମସ୍ତେ ଖଟିଛନ୍ତି, ଡିଜି ଖଟିଛନ୍ତି, ସବୁଠୁ କମ ଖଟିଛନ୍ତି ଯୋଉ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେଟର, ଚିଫ ଆଡମିନିଷ୍ଟ୍ରେଟର ପାଢୀ ଗୋରୁ ଗାଈ ଭଳି ଖଟିଛନ୍ତି। ଛାତ୍ରଠୁ, ଯୁବକଠୁ, କାରିଗରଠୁ, ଭୋଇଠୁ, ସମସ୍ତଙ୍କୁ ଭାଇ ଭାଇ ଧରି ଡାକି କୋଉଠି ଖରଡା ପଡିବ, କେତେବେଳେ ଖରଡା ଉଠିବ, କେତେବେଳେ ଘୋଡା ବନ୍ଧା ହବ, କେତେବେଳେ ସର ବନ୍ଧା ହବ, କେତେବେଳେ ମୁଖ୍ୟ ଇଏ ଆମର ପୁରୀ ମହାରାଜା ଚେରାପରା କରିବେ, ଶଙ୍କରାଚାର୍ଯ୍ୟ ସବୁ ତଦାକି କରୁଥାନ୍ତେ। ଏଡିଏମ ବଢିଆ, କଲେକ୍ଟର ବଢିଆ, ଏସପି ଆହୁରି ବଢିଆ। ଯୋଉ ଭିକ୍ଷା ମାଗନ୍ତି ରଥ ଚାଲିବା ପୂର୍ବରୁ, ଲମ୍ବ ହେଇ ଶୋଇକି, ଲମ୍ବ ହେଇ ଶୋଇ ସେ କାଦୁଅରେ, ପାଢୀ ଆମର ପୋଲିସ ଏସପି, କଲେକ୍ଟର, ଆମର ଇଏ ଯୋଉ ଡିଜି ଚାର୍ଜରେ ପ୍ରିୟଦର୍ଶୀ ଥିଲେ, ଯେତେ ଅଫିସର ତଳେ ପଡିକିରି ପ୍ରଭୁଙ୍କୁ ଡାକିଛନ୍ତି ଶାନ୍ତିରେ ନିଅନ୍ତୁ। ସବୁ ଆରେଞ୍ଜମେଣ୍ଟ ସତ୍ତ୍ୱେ ଜଗନ୍ନାଥ ନିଜେ କହିଲେ ତୁ ମତେ ଅବହେଳା କରୁଛୁ। ମୋ ପୁରୀ ଏରୋଡ୍ରମଟା ଆରମ୍ଭ ହେଇଥିଲା, ବନ୍ଦ କରିଦେଲୁ, କାମ ହବନି। ମେରିନ ଡ୍ରାଇଭ କାମଟା ଆରମ୍ଭ ହେଇଥିଲା, ବନ୍ଦ କରିଦେଲୁ, କାମ ହବନି। ଯୋଉ ଡେଭଲପମେଣ୍ଟ କାମ କରିଥିଲେ, ଚାରିଆଡେ ସଫା କରି ସୁନ୍ଦର ସହର କରିଥିଲେ, ତାର ହବନି। ଯୋଉ ସମୁଦ୍ର କୂଳରେ ଯୋଉ ଡେଭଲପ ହଉଥିଲା, ସବୁ ବନ୍ଦ ହବ। ସେ ନିଜେ ବନ୍ଦ କରିଛନ୍ତି କାମ ଦେଖି। ଏଥିରେ ମୋହନ ମାଝୀ ବା କାହାର ଦୋଷ ନାହିଁ। ମୁଁ ଯେତିକି ଷ୍ଟଡି କରି, ସେ ଖଟିଛନ୍ତି, ରିଭ୍ୟୁ କରିଛନ୍ତି, ମୋ ସାଥିରେ ଠିଆ ହେଇ ରିଭ୍ୟୁ ବି ମୋହନ ବାବୁ କରୁଥାନ୍ତି, ସବୁ ଭଲ। କିନ୍ତୁ ଜଗନ୍ନାଥ ପ୍ରଥମେ ଆଗ ଦେଖେଇଲେ, ଆପଣ ମାନଙ୍କର ମନେ ଥିବ, ଠିକ 15 ଦିନ ତଳେ ଦେବସ୍ନାନ ପୂର୍ଣ୍ଣମୀରେ ଦୀପ ଲିଭେଇ ଦେଲେ। ମୁଁ ମୁଖ୍ୟମନ୍ତ୍ରୀ ପାଖରେ ଅଛି, ଯୋଉ ଚାରିଆ ଘଷି ପଇଲା, ଘନକୁ ଗଳି ପଇଲା, କିଏ କହୁଛି ପାଣିରେ ଓଜନ ହେଇ ଗଳି ପଇଲା, କିଏ ଖୋଲିଦେଲା, କିଏ ପେଲିଦେଲା, କିଏ ମେଲିଦେଲା, ଖୋଲି ପଡିଲା। ନିଜେ ଜଗନ୍ନାଥ ଫୋପାଡ଼ି ଦେଲେ। ଏବଂ ବଡଦାଣ୍ଡ ପାଖରେ ଠିକ ସିଂହଦ୍ୱାର ଆଗରେ ନିଜେ ଜଗନ୍ନାଥ ଅଭିମାନରେ ବସିଲେ, ବାହାରିଲେନି, ଉଠିଲେନି। ନନ୍ଦିନୀ ଦେବୀଙ୍କ ବେଳେ 8 ଘଣ୍ଟା ବସିଥିଲେ, ସେଦିନ 2 ଘଣ୍ଟା ବସିଲେ। ଯେତେ ଚେଷ୍ଟା ଆମେ ସମସ୍ତେ ଯାଇ କରିଛୁ, ସେ ବାତ ମାନଙ୍କୁ ଧରିଛୁ। ସେ ବାତ କଲେ ଉଠୁନାହାନ୍ତି, ଆମେ କଣ କରିବୁ? ତାଙ୍କ ଇଚ୍ଛା ନହେଲେ ସେ ବାହାରିବେନି। ଯାହା ହରିବୋଲ ଫରିବୋଲ କଲା ପରେ ସେମାନଙ୍କୁ ଧନ୍ୟବାଦ, ଜଗନ୍ନାଥଙ୍କୁ ଧନ୍ୟବାଦ। 2 ଘଣ୍ଟା ପରେ ବାହାରିଲେ, ରଥ ଉପରକୁ ଗଲେ, ରଜା ଆସିଲେ, ଶଙ୍କରାଚାର୍ଯ୍ୟ, ସବୁ ସରିଲା, ରଥ ଭିଡା ହେଇଛି, ସବୁ ରଥ ଭିଡା ହେଇଛି। ସବୁ ସେବାୟତଙ୍କୁ ଧନ୍ୟବାଦ, କର୍ମଚାରୀ ଧନ୍ୟବାଦ, ଯେତେ ସମସ୍ତଙ୍କୁ ଧନ୍ୟବାଦ। ଦାୟୀ
ସେଥିପାଇଁ ଜଗନ୍ନାଥ ଟେମ୍ପୁଲ ପାଇଁ ତମେ କୋଟି କୋଟି ଟଙ୍କା ଦଉଛ ମହୀଶୂର ରାଜବାଟିକି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆରୁ ଲାଲକିଲ୍ଲାକୁ ଦଉଛ ପୁରୀ ଜଗନ୍ନାଥ ମନ୍ଦିର କି ପଇସା ଦେଇଛ ଡେଭଲପମେଣ୍ଟ ପାଇଁ 30,000 କୋଟି ଦେଇଛନ୍ତି ସେ ଲାଲକିଲ୍ଲା ମହୀଶୂର ରାଜବାଟୀ ରଖିବା ପାଇଁ ଅଥଚ ଏଠି 30 ଲକ୍ଷ ଟଙ୍କା ଦେଇନାହାନ୍ତି ଆମେ ଡିଭାଇଡ କରୁଛୁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ପିଇବା ପାଣିର ସୁବିଧା ପାଇଁ ତୁରନ୍ତ ହସ୍ତକ୍ଷେପ କରି ଏରୋଡ୍ରମ କାମ ସାରନ୍ତୁ ଜଗନ୍ନାଥ ୱାର୍ଣ୍ଣିଂ ଦେଇଛନ୍ତି ଆର୍ଥରକୁ ଯେମିତି ସବୁ ହେଇଯାଇଥିବ ଆଉ ଜଗନ୍ନାଥ ଏମିତି ଖେଳେଇବେନି କି ଅସୁବିଧା ହବନି ଲୋକ ଚିପା ଚିପିରେ 3ଟା ବସିଛନ୍ତି ତାଙ୍କୁ 20 ଲକ୍ଷ ଦେଇଦିଅ ଏବଂ ଯୋଉମାନେ ଇଞ୍ଜୋର୍ଡ ହେଇଛନ୍ତି ମାଗଣା ଟ୍ରିଟମେଣ୍ଟ କର ଆଉ ଯାହା ଯୋଉଠି କିଛି ଅସୁବିଧା ଅଛି ମେକଅପ୍ କର